ଦଶହରାରେ 6-7ଟା ଫିଲ୍ମ ଆସୁଛି। ହଁ କୁକୁର ମାନେ ଭୁକୁଛନ୍ତି ଭାରି ଜୋର। ତ ଦଶହରାରେ 6-7ଟା ଫିଲ୍ମ ଆସୁଛି ଯେଉଁଟାକି ଏକା ସାଙ୍ଗରେ ରିଲିଜ୍ ହେବ। ଭାଇ ମାନେ ମୂଳରୁ ଓଡ଼ିଶାରେ ତ ଥିଏଟର 50ରୁ 60, ତ କାହାକୁ କେତେ ସେ ମାନେ ହଲ୍ ମିଳିବ ସେ ତ ଭାଇ ଭଗବାନ ଜାଣନ୍ତି, ଡିରେକ୍ଟର ଜାଣନ୍ତି, ମେକର୍ସ ମାନେ ଜାଣିଛନ୍ତି। ତ ମୁଁ କହିବି ଭାଇ ଗୋଟେ ବଡ଼ କ୍ଲାସ୍ ହେବାକୁ ଯାଉଛି ଓଡ଼ିଆ ଇଣ୍ଡଷ୍ଟ୍ରିରେ, କାହିଁକିନା ବହୁତ ଭଲ ଭଲ ଫିଲ୍ମ ଯେଉଁଟାକି ରିଲିଜ୍ ହେଉଛି ଆଉ ସେ ଫିଲ୍ମ ଏକା ଦିନରେ ଦଶହରା ଦିନରେ ଭାଇ ରିଲିଜ୍ ହେଉଛି। ଓଡ଼ିଶା ମାର୍କେଟ୍ ହେଉଛି ଯେଉଁଟାକି ଦଶହରାର ଗୋଟେ ବହୁତ ବଡ଼ ମାର୍କେଟ୍ ଆଉ ଜନଗହଳି ବହୁତ ଅଧିକ ହେଇଥାନ୍ତି। ଖାସ୍ କରିକି କଟକ, ରାଉରକେଲା ଭଳି ଜାଗାରେ ଏଇ ଜାଗାରେ ବହୁତ ଭିଡ଼ ହେଇଥାଏ। ତ ଯେଉଁଠି ସୁପରଷ୍ଟାର୍ ତାଙ୍କ ଷ୍ଟାରଡମ୍ ଅଛି, ତ ଏଇଭଳି ଜାଗାରେ ସେମାନେ କ'ଣ ହୁଅନ୍ତି, ବହୁତ ଭିଡ଼ ଜମିଥାଏ। ଆଉ ଥିଏଟର ଯଦି ଅଧିକ ଥାଏ ତାହେଲେ ଦେଖିବାକୁ ଚାହୁଁନ୍ତି ଆଉ ଭଲ ସକ୍ସେସଫୁଲ୍ ଫିଲ୍ମ ହେଇଥାଏ। ଅନୁଭବ ହଉ, ଅରିନ୍ଦମ ହଉ, ବାବୁସାନ ହଉ, ସିଦ୍ଧାନ୍ତ ମହାପାତ୍ର ଯେମିତି ଯିଏ ବି ହେଉଛନ୍ତି ନୂଆଠୁ ନେଇକି ପୁରୁଣା ହିରୋ ଅଛି। କିନ୍ତୁ ଏଠି ସବୁଠୁ ବଡ଼ ବଡ଼ କ୍ଲାସ୍ ହେବାକୁ ଯାଉଛି ସୋନକ ଆଉ ପରବ, ଆମର ହେଉଛି କର୍ମ, ଆଉ ହେଉଛି ଯେମିତି ଆମର ଏଇ ଅର୍ଦ୍ଧେନ୍ଦୁଙ୍କ ଯେଉଁ ଫିଲ୍ମ ଭିଲିଆନ୍, ଏମିତି ବହୁତ ଗୁଡ଼ା ଫିଲ୍ମ ଆସୁଛି ଯେଉଁଟାକି ରିଲିଜ୍ ହେଉଛି ଏକା ସାଙ୍ଗରେ। ଆଉ ବହୁତ ଦୁଃଖର କଥା କି ଭାଇ ଗୋଟେ ଫିଲ୍ମ ଭଲ ବିଜନେସ୍ କରିପାରିବନି। ଆଉ ମୋତେ ଲାଗୁଛି ଭଲ ବିଜନେସ୍ ସାୟଦ ଅନୁଭବ ମହାନ୍ତିଙ୍କର କର୍ମ ଆଉ ବାବୁସାନ ମହାନ୍ତିଙ୍କର ସୋନକ କରିପାରେ।